ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 12ର ଯେଉଁ 3 ମାର୍କ ଆଉ 2 ମାର୍କ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଦେଇଥିଲି ତୁମମାନଙ୍କୁ, ସେଥିମଧ୍ୟରୁ କିଛି କ୍ୱେଶ୍ଚନ୍ ଗୁଡ଼ିକର ଆନ୍ସର୍ ମୁଁ ଆଣିଛି। ତ ସବୁ କ୍ୱେଶ୍ଚନ୍ ଗୁଡ଼ାକ ଆନ୍ସର୍ ଆଣି ହେଲାନି ସମୟ ଅଭାବ ଯୋଗୁରୁ। ତ ଯେତିକି ବି ଆଣିଛି ସେତେବେଳେ ଚାଲୁ ଦେଖିବା। ପ୍ରଥମେ କ'ଣ ଥିଲା, ସାମାଜିକ ଆନ୍ଦୋଳନ ସଂଜ୍ଞା ଲେଖ। ପ୍ରଥମେ କ'ଣ ନା, ହଟନ ଏବଂ ହଣ୍ଟ ମଧ୍ୟରେ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ବା ବାଧା ଦେବାର ଏକ ସାମୂହିକ ଉଦ୍ୟମ ସାମାଜିକ ଆନ୍ଦୋଳନ କୁହାଯାଏ। ସେକେଣ୍ଡ ଅଛି, ନିର୍ଦ୍ଦେଶ ପେନ୍ସନ୍ ମଧ୍ୟରେ ସାମାଜିକ ପରିବର୍ତ୍ତନ ସୃଷ୍ଟି କରିବା ବା ପ୍ରତିରୋଧ କରିବାର ସାଂଗଠନିକ ଉଦ୍ୟମକୁ ସାମାଜିକ ଆନ୍ଦୋଳନ କୁହାଯାଏ। ତ ମୁଁ ଦୁଇଟି ସଂଜ୍ଞା ଆଣିଛି। ଏଗୁଡ଼ା ସହଜ ସଂଖ୍ୟା ଗୁଡ଼ିକ ମୁଁ ଆଣିଛି, ଯେଉଁଟାକି ସାଙ୍ଗେ ସାଙ୍ଗେ ମନେ ରହିଯିବ। ତାର କଷ୍ଟ ସଂଖ୍ୟା ମଧ୍ୟ ଅଛି, କିନ୍ତୁ ଏଇ ଦୁଇଟା ମୁଁ ଆଣିଛି ସହଜ ତୁମମାନେ ହବ ପାଇଁ। ଯେଉଁଟା ତୁମେ ମନେ ରଖିବାର ସେଇଟା ଲେଖିବ। ଗୋଟେ ସଂଖ୍ୟାରେ ଫୁଲ୍ 2 ମାର୍କ ମିଳିଯାଏ ହେଲା। ନେକ୍ସଟ ଅଛି କ'ଣ ନା, ସାମାଜିକ ଆନ୍ଦୋଳନ 2ଟି କାରଣ ଲେଖ। 2ଟି କାରଣ ଦେଲେ 2ଟି ଲେଖିବ, 3ଟି କାରଣ କହିଥିଲେ 3ଟି ଲେଖିବ 3 ମାର୍କରେ। ପ୍ରଥମ ଅଛି ସାଂସ୍କୃତିକ ମନ୍ଥରତା, ସେକେଣ୍ଡ ଅଛି ସାମାଜିକ ଅନ୍ୟାୟ, ଆଉ ଯଦି 3 ମାର୍କିଆ ପଡ଼ିଥିବ ଆଉ ଗୋଟେ ପାଉଣ୍ଡ ଲାଷ୍ଟକୁ ଅଛି କ'ଣ ନା, ସାମାଜିକ ବିଘଟନ। ସାମାଜିକ ବିଘଟନ। ଓକେ, ପ୍ରଥମେ ଦେଖିବା ସାଂସ୍କୃତିକ ମନ୍ଥରତା କ'ଣ। ସାଂସ୍କୃତିକ ମନ୍ଥରତା କ'ଣ ତୁମେ ବୁଝ। ସମାଜରେ କ'ଣ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଘଟୁଛି, ତା ସହିତ ଲୋକମାନଙ୍କର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ। ଯେଉଁ ନୂତନ ପ୍ରକାର ଚିନ୍ତାଧାରା ସେମାନଙ୍କ ମନରେ ଯେଉଁ ଆସିଥାଏ, ସେଇ ଚିନ୍ତାଧାରାକୁ ସେମାନେ ସମାଜରେ କାର୍ଯ୍ୟରେ ପରିଣତ କରିବା ପାଇଁ କ'ଣ ବିଭିନ୍ନ ପ୍ରକାରର ଆନ୍ଦୋଳନ ସୃଷ୍ଟି କରିଥାନ୍ତି, ହେଲା, ଉଦ୍ୟମ କରିଥାନ୍ତି। ଏବଂ ସେଇ ଉଦ୍ୟମ ଗୁଡ଼ା କ'ଣ ନା, ମାନେ କ'ଣ ଉଭୟ ପୁରୁଷ ଏବଂ ମହିଳାକୁ ସମାନ ସୁବିଧା ସୁଯୋଗ ଯୋଗାଇବା, ମାନେ ଅସ୍ପୃଶ୍ୟ ମନୋଭାବ ଦୂର କରିବା, ମାନେ ଇତ୍ୟାଦି କୁପ୍ରଥା, ମାନେ ବିଭିନ୍ନ ପ୍ରକାର ଯେଉଁ ନୀତି ନିୟମ ରହିଛି ଆଗରୁ, ମାନେ ଧର୍ମ ନିରପେକ୍ଷବାଦ ବୃଦ୍ଧି ଇତ୍ୟାଦି, ମାନେ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ସେମାନେ କ'ଣ ଗୋଟେ ଆନ୍ଦୋଳନ କରିଥାନ୍ତି। ଏବଂ ସେଇ ଆନ୍ଦୋଳନ ଯଦି ପୂରଣ ନ ହୋଇଥାଏ ସେଇ ଦାବି ଗୁଡ଼ାକ, ତେବେ ସେଇଟା କ'ଣ ସାମାଜିକ ଆନ୍ଦୋଳନ, ସେଇଟା ମାନେ ଗୋଟେ ଆନ୍ଦୋଳନରେ ସେଇଟା ପରିଣତ ହୋଇଯାଇଥାଏ। ଯଦି ଏଇ ଚିନ୍ତାଧାରା ଗୁଡ଼ାକ ସେମାନେ ଯଦି କାର୍ଯ୍ୟରେ ଯଦି ପରିଣତ ନ ହୋଇଥାଏ, ତେବେ ସେଇଟା ଗୋଟେ ଆନ୍ଦୋଳନ ହୋଇଯାଇଥାଏ। ତ କ'ଣ ନା, ସମାଜରେ ଅହରହ ପରିବର୍ତ୍ତନ ଘଟୁଛି। ପ୍ରତ୍ୟେକ ସଭ୍ୟ ସୁଶିକ୍ଷିତ ସମାଜରେ ମୂଲ୍ୟବୋଧ ବ୍ୟବହାର ନିରନ୍ତର ଭାବେ ପରିବର୍ତ୍ତନ ଘଟୁଛି। ସାଂସ୍କୃତିକ ମନ୍ଥରଗତି ସମୟରେ ଅଧିକାଂଶ ଲୋକ ନୂଆ ନୂଆ ଧାରଣା ଚିନ୍ତାଧାରା ବିକଶିତ କରିଥାନ୍ତି। ଏହି ଚିନ୍ତାଧାରା ଧାରଣା ଗୁଡ଼ିକୁ ସମାଜରେ କାର୍ଯ୍ୟରେ କରିବା ପାଇଁ ସେମାନେ କ'ଣ ଆନ୍ଦୋଳନ ସଂଗଠିତ କରିଥାନ୍ତି। ସମାଜରେ ମହିଳାମାନଙ୍କର ମୁକ୍ତି, ଅସ୍ପୃଶ୍ୟତା ଦୂରୀକରଣ, ଉଭୟ ପୁରୁଷ ଓ ନାରୀମାନଙ୍କ ପାଇଁ ସମାନ ସୁବିଧା ସୁଯୋଗ, ଧର୍ମ ନିରପେକ୍ଷବାଦର ବୃଦ୍ଧି ପ୍ରଭୃତି ସାଂସ୍କୃତିକ ମନ୍ଥରଗତିର ଏକ ଉଦାହରଣ ଅଟେ। ଓକେ, ନେକ୍ସଟ ଅଛି କ'ଣ ନା, ସାମାଜିକ ଅନ୍ୟାୟ। ସାମାଜିକ ଅନ୍ୟାୟ କ'ଣ ନା, ଯେତେବେଳେ ସମାଜରେ ଲୋକମାନେ ଅନୁଭବ କରିଥାନ୍ତି ଯେ ସେମାନଙ୍କ ପ୍ରତି କିଛି ଅନ୍ୟାୟ ହେଉଛି, ସେତେବେଳେ ଯେଉଁ ସବୁ ମାନେ ଉଦ୍ୟମ ଲୋକମାନେ କରିଥାନ୍ତି, ସେତେବେଳେ କ'ଣ ସାମାଜିକ ଆନ୍ଦୋଳନ ଗୋଟିଏ ମାନେ ଆନ୍ଦୋଳନ ରୂପ ନେଇଯାଇଥାଏ। ସେଇ ଉଦ୍ୟମଟା କିଛି ଗୋଟେ ମାନେ ଆନ୍ଦୋଳନର ରୂପ ନେଇଯାଇଥାଏ। ତ ଦେଖିବା, ପ୍ରଥମେ ତୁମେ କି ଲେଖିବ ନା, ଯେତେବେଳେ ଦଳେ ଲୋକ ଅନୁଭବ କରିଥାନ୍ତି ଯେ ସେମାନଙ୍କ ପ୍ରତି ଅନ୍ୟାୟ ହେଉଛି, ସେମାନଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି, ଏହି ଅନ୍ୟାୟ ମନୋଭାବ ସାମାଜିକ ଆନ୍ଦୋଳନ ପାଇଁ ବଳିଷ୍ଠ ଭିତ୍ତିଭୂମି ଯୋଗାଇଥାଏ। ସାମାଜିକ ଅନ୍ୟାୟ ମନୋଭାବ କେବଳ ଦୁଃଖ, ଅସୁଖ ଏବଂ ଗରିବମାନଙ୍କ ମଧ୍ୟରେ ସୀମିତ ଭାବେ ନଥାଏ, ଯେକୌଣସି ସମୂହ ସାମାଜିକ ଅନ୍ୟାୟର ଶିକାର ହୋଇଥାନ୍ତି। ଅସନ୍ତୋଷ ଓ ଉତ୍ତେଜନା ସାମାଜିକ ଆନ୍ଦୋଳନ ସୃଷ୍ଟି କରିଥାଏ। ଆଧୁନିକ ସମାଜ ଅଧିକ ଭାବେ ସାମାଜିକ ଆନ୍ଦୋଳନ ଦ୍ୱାରା କ'ଣ ପୀଡ଼ିତ ହୋଇଥାଏ। ତ ଏଇ ଯେଉଁ ଅନ୍ୟାୟଟା କେବଳ ଦୁଃଖୀ ଏବଂ ଅସୁଖୀ ଏବଂ ଗରିବମାନଙ୍କ ମଧ୍ୟରେ ସୀମାବଦ୍ଧ ହୋଇନଥାଏ, ଏହା ପ୍ରତ୍ୟେକ ସମାଜରେ ଏଇଟା କ'ଣ ଦେଖାଯାଇଥାଏ। ଯେତେବେଳେ ସେମାନଙ୍କ ଉପରେ ଅନ୍ୟାୟ ହୋଇଥାଏ, ସେମାନେ କିଛି ମାନେ ସେମାନେ ତ ଅନ୍ୟାୟକୁ ଦୂର କରିବା ପାଇଁ ସେମାନେ କିଛି ଆନ୍ଦୋଳନ କରିଥାନ୍ତି ନା, ସେଇଟା କ'ଣ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଯାଇଥାଏ। ତ ନେକ୍ସଟ ଦେଖିବା, ନେକ୍ସଟ ପଏଣ୍ଟରେ କ'ଣ ଅଛି ନା, ନେକ୍ସଟ ଆମର କ୍ୱେଶ୍ଚନ ଅଛି, ସଂସ୍କାର ଆନ୍ଦୋଳନ କ'ଣ ନା, ଯେଉଁ ଆନ୍ଦୋଳନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ନକରି ଏହାର କେତେକାଂଶରେ ପରିବର୍ତ୍ତନ ଆଣିବା ପାଇଁ ସାମୂହିକ ପ୍ରଚେଷ୍ଟା କରାଯାଇଥାଏ, ତାକୁ ସଂସ୍କାରବାଦୀ ଆନ୍ଦୋଳନ କୁହାଯାଏ। ମାନେ ପୂର୍ବରୁ ଯେଉଁ ନୀତି ନିୟମ ଥିବ, ମାନେ ସେଥିରେ ମାନେ ପୁରା ପରିବର୍ତ୍ତନ କରାହେବନି, ମାନେ ଟିକେ ଅଳ୍ପ କିଛି ପରିବର୍ତ୍ତନ କରିବାକୁ କ'ଣ ସଂସ୍କାର ଆନ୍ଦୋଳନ କୁହାଯାଏ। ଏହି ଆନ୍ଦୋଳନ ରାଜନୈତିକ ଅନୁଷ୍ଠାନର କାର୍ଯ୍ୟପ୍ରଣାଳୀରେ ସନ୍ଦେହ ପ୍ରକାଶ କରିଥାଏ ଏବଂ ଏହା କ'ଣ ସଂରଚନା ଏବଂ କାର୍ଯ୍ୟ ପଦ୍ଧତିରେ କେତେକ ପରିବର୍ତ୍ତନ ଯୋଡ଼ିବା ପାଇଁ ସରକାରଙ୍କ ଉପରେ ଚାପ ପକାଇଥାଏ। ଏହି କାର୍ଯ୍ୟ କରିବା ବେଳେ ସେମାନେ ସାମଗ୍ରିକ ଭାବେ ରାଜନୈତିକ ବ୍ୟବସ୍ଥାକୁ ବିରୋଧ କରିନଥାନ୍ତି, ସେମାନେ ଅନୁଷ୍ଠାନ ବା ବ୍ୟବସ୍ଥାର ଏକ ନିର୍ଦ୍ଦିଷ୍ଟ ଅଂଶରେ ସଂସ୍କାର ଆଣିବା ପାଇଁ କ'ଣ
ପାଇଁ ଦୃଷ୍ଟି କେନ୍ଦ୍ରୀଭୂତ କରିଥାନ୍ତି। ସାଧାରଣ ଭାବେ ସଂସ୍କାର ଆନ୍ଦୋଳନ ଅବହେଳିତ କିମ୍ବା ଶୋଷିତ ସମୂହଠାରୁ ସୃଷ୍ଟି ହୋଇଥାଏ। ସଂସ୍କାର ଆନ୍ଦୋଳନ ଏକ ଗଣତାନ୍ତ୍ରିକ ସମାଜରେ କାର୍ଯ୍ୟ କରିଥାଏ, ଯେଉଁଠାରେ ପ୍ରଚଳିତ ଅନୁଷ୍ଠାନ ସମାଲୋଚନା କରିବାକୁ ଜନସାଧାରଣ ସମାଲୋଚନାକୁ ସହ୍ୟ କରିଥାନ୍ତି। ଉଦାହରଣ ସ୍ୱରୂପ 19 ଓ 20 ଶତାବ୍ଦୀରେ ଭାରତବର୍ଷରେ ସଂସ୍କାର ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଥିଲା ବିଭିନ୍ନ ସାମାଜିକ କୁପ୍ରଥାକୁ ଦୂର କରିବା। ଏହି ପ୍ରଥା ଗୁଡ଼ିକ ହେଲା ସତୀ ପ୍ରଥା, ମହିଳାମାନଙ୍କୁ ଶିକ୍ଷା ପ୍ରଦାନରେ ପ୍ରତିବନ୍ଧକ, ବିଧବା ବିବାହ ଉପରେ ନିଷେଧ, ବାଲ୍ୟ ବିବାହ ଇତ୍ୟାଦି। ମାନେ କ'ଣ, ସଂସ୍କାର ଆନ୍ଦୋଳନ ମାନେ ପୂର୍ବରୁ ପ୍ରଚଳିତ ପ୍ରଥା ପରମ୍ପରାକୁ ମାନେ ଯେମିତି ସେମିତି ଥିବ, କିନ୍ତୁ ସେଥିରେ ଯେଉଁ କିଛି କୁପ୍ରଥା ରହିଯାଉଛି, ଯଥା କ'ଣ ମାନେ ସତୀଦାହ ପ୍ରଥା, ମହିଳାମାନଙ୍କୁ ଶିକ୍ଷା ପ୍ରଦାନରେ ମାନେ ପ୍ରତିବନ୍ଧକ, ମାନେ ମହିଳାମାନେ ପଢ଼ି ପାରୁନଥିଲେ, ବିଧବା ବିବାହ, ମାନେ ଏଇ ଯେଉଁ ପ୍ରଥା ପରମ୍ପରା ଥିଲା, ମାନେ ଏଥିରେ ପରିବର୍ତ୍ତନ ଆଣିବାକୁ କ'ଣ ଏହି ଆନ୍ଦୋଳନଟା ସୃଷ୍ଟି ହୋଇଥାଏ। ସଂସ୍କାର ଯେଉଁ ଆନ୍ଦୋଳନ ହୋଇଥାଏ ତାକୁ ଆମେ ସଂସ୍କାର ଆନ୍ଦୋଳନ କହିବା ହେଲା। ନେକ୍ସଟ ଦେଖିବା, ନେକ୍ସଟ କ୍ୱେଶ୍ଚିନ୍ କ'ଣ ଅଛି ନା, ତେଲେଙ୍ଗାନା କୃଷକ ଆନ୍ଦୋଳନର 2ଟି ଫଳାଫଳ ଲେଖ। 2ଟି ଫଳାଫଳ କହିଥିଲେ 2ଟି ଫଳାଫଳ ଲେଖିବ, 3ଟି କହିଥିଲେ 3ଟି ଲେଖିବ। 2 ମାର୍କରେ 2ଟି ପଡ଼ିଥିବ ଲେଖିବା ପାଇଁ କହିଥିବ, 3 ମାର୍କରେ 3ଟି ପଏଣ୍ଟ ଲେଖିବାକୁ କହିଥିବ। ତ ପ୍ରଥମ ପଏଣ୍ଟ କ'ଣ ଅଛି ନା, ଏହି ବିଦ୍ରୋହରେ କୃଷକ ସମାଜରେ ଏକ ମିଶ୍ରିତ ଶ୍ରେଣୀ ଅଂଶଗ୍ରହଣ କରିଥିଲେ। ଯଦିଓ ଧନୀ ବ୍ରାହ୍ମଣ କୃଷକମାନେ ସଂଗ୍ରାମରେ ଅନ୍ତର୍ଭୁକ୍ତ ହୋଇଥିଲେ, ଏହି ସଂଗ୍ରାମରେ ଏକ ବିରାଟ ଲାଭ ହେଲା। ପ୍ରଥମ ଥର ପାଇଁ ଏହା ରୟତ ଅଂଶୀଦାର ଏବଂ ଭୂମିହୀନ ଶ୍ରମିକମାନଙ୍କୁ ଏକାଠି କରିଥିଲା। ଏହା ଥିଲା ବିଦ୍ରୋହରେ କ'ଣ ଏକ ବିରାଟ ସଫଳତା। ସେକେଣ୍ଡ ପଏଣ୍ଟ କ'ଣ ଅଛି ନା, ଏହି ଆନ୍ଦୋଳନ ଯୋଗୁଁ କମ୍ୟୁନିଷ୍ଟ ପାର୍ଟିର ବିଶେଷ ଲାଭ ହୋଇଥିଲା। ବହୁଦିନ ଧରି କମ୍ୟୁନିଷ୍ଟ ପାର୍ଟି ରାଜ୍ୟରେ ନିଜର ଆଧିପତ୍ୟ ମଧ୍ୟ କ'ଣ ବଜାୟ ରଖିଥିଲେ। ଦେଖିବା ନେକ୍ସଟ କ୍ୱେଶ୍ଚିନ୍ କ'ଣ ଅଛି ନା, ଜନଜାତୀୟ ଆନ୍ଦୋଳନର 2ଟି କାରଣ। 2ଟି କାରଣ କହିଥିଲେ 2ଟି ପଏଣ୍ଟ ଲେଖିବ, 3ଟି କାରଣ କହିଥିଲେ 3ଟି ପଏଣ୍ଟ ଲେଖିବ। ମୁଁ 3ଟି ପଏଣ୍ଟ ଲେଖିଦେଇଛି। ତ ପ୍ରଥମେ କ'ଣ ଅଛି ନା, ଅଯୌକ୍ତିକ ଜଙ୍ଗଲ ନୀତି। ସେକେଣ୍ଡ ଅଛି ଦକ୍ଷ ଆଦିବାସୀ ନେତୃତ୍ୱର ଅଭାବ। ଲାଷ୍ଟ ଅଛି ସାଂସ୍କୃତିକ ପ୍ରତାରଣା। ପ୍ରଥମେ କ'ଣ ଅଛି ନା, ଅଯୌକ୍ତିକ ଜଙ୍ଗଲ ନୀତି। ସରକାରଙ୍କ ଦ୍ୱାରା ପ୍ରଣୀତ ଅନୁପଯୁକ୍ତ ଜଙ୍ଗଲ ନୀତି ନିୟମ ଆଦିବାସୀମାନଙ୍କର ଆବେଗକୁ ବାଧାପ୍ରାପ୍ତ କରିଛି। ପୁରାତନ କାଳରୁ ଆଦିବାସୀମାନଙ୍କ ଦ୍ୱାରା ଅଧିକୃତ ଭୂମି ଏବଂ ଚାଷ ଜମି ବର୍ତ୍ତମାନ ଜଙ୍ଗଲ ନିୟମ ଅନୁସାରେ ଜଙ୍ଗଲ ଭୂମି ନାମରେ କ'ଣ ନାମିତ ହୋଇଛି। ଏହା ଫଳରେ ଆଦିବାସୀମାନେ ଜମି ହରାଇବା ସଙ୍ଗେ ସଙ୍ଗେ ସେମାନେ କ'ଣ ନିଜର ଜମିରେ ପ୍ରବେଶକୁ ଅନଧିକାର ପ୍ରବେଶ ଭାବେ ଅଭିହିତ କରାଯାଉଛି। ମାନେ କହିଲୁ, ସେମାନଙ୍କର ସବୁ ଯେଉଁ ଜମି ଥିଲା, ସେଇ ଜମିକୁ କ'ଣ ଜଙ୍ଗଲ ଭୂମି ନାମରେ ନାମିତ ହୋଇଛି। ସେମାନଙ୍କ ଜମି ଗୁଡ଼ିକୁ ଜଙ୍ଗଲ ଭୂମି ଭାବେ, ମାନେ ଜଙ୍ଗଲ ଭାବରେ ସେଟାକୁ ଫରେଷ୍ଟ ଲ୍ୟାଣ୍ଡ ଭାବରେ ନାମିତ କରାଯାଇଛି। ଏବଂ ସେଇ ଜମିରେ ସେମାନେ କ'ଣ ପ୍ରବେଶ କରିବା ମଧ୍ୟ କ'ଣ ଅଧିକାର ମଧ୍ୟ ଦେଇନାହାନ୍ତି। ନେକ୍ସଟ କ'ଣ ଅଛି ନା, ଦକ୍ଷ ଆଦିବାସୀ ନେତୃତ୍ୱର ଅଭାବ। ଶୋଷଣ ବିରୋଧରେ ଏବଂ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ସଂଗ୍ରାମ କରିବା ପାଇଁ ଆଦିବାସୀମାନେ ନିଜ ମଧ୍ୟରେ ନେତୃତ୍ୱ ଅଭିବୃଦ୍ଧି କରିବା ଉଚିତ। ମାତ୍ର ବିଭିନ୍ନ ନ୍ୟସ୍ତ ସ୍ୱାର୍ଥ ଯୋଗୁଁ ସେମାନଙ୍କ ମଧ୍ୟରେ କ'ଣ ଦକ୍ଷ ନେତୃତ୍ୱ ଅଭାବ ଦେଖାଯାଉଛି। ଏହା ଫଳରେ ଅଧିକାଂଶ ସମୟରେ ସେମାନଙ୍କର ବିକାଶରେ କ'ଣ ଅନ୍ତରାୟ ସୃଷ୍ଟି ମଧ୍ୟ ହେଉଛି। ମାନେ କ'ଣ, ନେତୃତ୍ୱ କରିବା ପାଇଁ ଆଦିବାସୀମାନଙ୍କ ମଧ୍ୟରେ ସେମାନଙ୍କ ମଧ୍ୟ କ'ଣ ମାନେ ସେମାନେ ଶକ୍ତି ମାନେ ସେମାନଙ୍କ ପାଖରେ ନଥାଏ। ମାନେ କ'ଣ, ସେମାନେ ଡରିଥାନ୍ତି। ସେଇମାନେ ଆନ୍ଦୋଳନ କରିବା ପାଇଁ କ'ଣ ସେମାନେ କ'ଣ ସକ୍ଷମ ମଧ୍ୟ ହୋଇପାରି ନଥାନ୍ତି, ଯାହାଦ୍ୱାରା କ'ଣ ଆନ୍ଦୋଳନଟି ସୃଷ୍ଟି ହୋଇଥାଏ। ଆଉ କ'ଣ ନେକ୍ସଟ କ'ଣ ଅଛି ନା, ସାଂସ୍କୃତିକ ପ୍ରତାରଣା। ବର୍ତ୍ତମାନ ଯୁଗରେ ଆଦିବାସୀମାନେ ବିଶେଷ ଭାବେ ସଭ୍ୟ ଜଗତର ସ୍ପର୍ଶରେ ଆସୁଛନ୍ତି। ହିନ୍ଦୁ ଧର୍ମ, ଖ୍ରୀଷ୍ଟିଆନ ଏବଂ ଇସଲାମ ପ୍ରଭୃତି ବିଭିନ୍ନ ଧାର୍ମିକ ସମୁଦାୟର ନେତୃମଣ୍ଡଳୀ ନିଜର ଜୀବନ ପ୍ରଣାଳୀକୁ ଅନୁସରଣ କରିବା ପାଇଁ ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇବାର ଲକ୍ଷ୍ୟ କରାଯାଉଛି। ଏହା ସେମାନଙ୍କ ମଧ୍ୟରେ ବହୁ ଉତ୍କଣ୍ଠା, ଉଦ୍ବେଗ ଭାବ ସୃଷ୍ଟି କରୁଛି ଏବଂ ସେମାନେ ନିଜକୁ ଅସୁରକ୍ଷିତ ମଧ୍ୟ କ'ଣ ମନେ କରୁଛନ୍ତି। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଅଛି ନା, ପ୍ରତିରୋଧ ଆନ୍ଦୋଳନ କାହାକୁ କୁହାଯାଏ? ସମାଜରେ ପୂର୍ବରୁ ଆରମ୍ଭ ହୋଇଥିବା ଏକ ପରିବର୍ତ୍ତନକୁ ପ୍ରତିରୋଧ କରିବା ପାଇଁ ଏହି ଆନ୍ଦୋଳନ ସୃଷ୍ଟି ହୋଇଛି। ପ୍ରତିରୋଧ ଆନ୍ଦୋଳନ ମାନେ କ'ଣ, ମାନେ ସମାଜରେ ପୂର୍ବରୁ କିଛି ଗୋଟେ ପରିବର୍ତ୍ତନ ହେଇଯାଇଥିବ, କିନ୍ତୁ ସେଇ ପରିବର୍ତ୍ତନରେ ଲୋକମାନେ ସନ୍ତୁଷ୍ଟ ନ ହୋଇ ସେଇ ପରିବର୍ତ୍ତନକୁ କ'ଣ ମାନେ ବିଦ୍ରୋହ କରିଥାନ୍ତି। ମାନେ କ'ଣ, ସେଇ ପରିବର୍ତ୍ତନକୁ ପ୍ରତ୍ୟାହାର କରିଥାନ୍ତି। ମାନେ ସେଇ ପରିବର୍ତ୍ତନ ମାନେ ସନ୍ତୁଷ୍ଟ ନଥାନ୍ତି। ସେଇଟାକୁ ଆମେ କ'ଣ କହିବା, ନା କ'ଣ ପ୍ରତିରୋଧ ଆନ୍ଦୋଳନ।
ସମାଜରେ ପୂର୍ବରୁ ଆରମ୍ଭ ହୋଇଥିବା ଏକ ପରିବର୍ତ୍ତନକୁ ପ୍ରତିରୋଧ କରିବା ପାଇଁ ଏହି ଆନ୍ଦୋଳନ ସୃଷ୍ଟି ହୋଇଥାଏ। ବିଗତ ଦଶନ୍ଧି ଗୁଡ଼ିକରେ ବହୁ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ବହୁ ଭାରତୀୟମାନଙ୍କୁ କ'ଣ ବିଶେଷ ଭାବେ ବିବ୍ରତ କରିଛି। ସଂରକ୍ଷଣ ବିରୋଧୀ ଆନ୍ଦୋଳନ ପ୍ରଭୃତି ଏହି ପ୍ରକାର ଆନ୍ଦୋଳନର ଉଦାହରଣ ଅଟନ୍ତି। ଏହି ପ୍ରକାର ଆନ୍ଦୋଳନ ଅତିଶୟ ଭାବେ କ'ଣ କ୍ରାନ୍ତିକାରୀ ନୁହେଁ, ମାତ୍ର ଅଧିକ ଭାବେ କ'ଣ ପ୍ରତିରୋଧ ପ୍ରକୃତିର ଅଟେ। ହିନ୍ଦୀ ବିରୁଦ୍ଧରେ DMK ଆନ୍ଦୋଳନକୁ ପ୍ରତିରୋଧ ଆନ୍ଦୋଳନ ଭାବେ କ'ଣ ଏଇଟା ଗୋଟେ ଉଦାହରଣ ଗୋଟେ ଏଇଟା ଅଭିଯୋଗ କରାଯାଇଛି। ନେକ୍ସଟ ଦେଖିବା ବର୍ଦୋଲି ଆନ୍ଦୋଳନର 2ଟି ବା 3ଟି କାରଣ। 2ଟି କାରଣ ମାନେ 2 ମାରିବାକୁ ପଡ଼ିବ, 3ଟି କାରଣ ମାନେ 3 ମାରିବାକୁ ପଡ଼ିବ ହେଲା। ତାର କାରଣ ଗୁଡ଼ିକ କ'ଣ ଦେଖିବା ନା, ଏବଂ ଜମିଦାର ମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଶୋଷଣ ଦ୍ୱାରା ଚିତ୍ରଣ କରାଯାଇଥାଏ। କାଲିପରଜ ମାନେ ମୁଖ୍ୟତଃ ଦୁକ୍ଲାକୁ ନେଇ ଗଠିତ, ଯେଉଁମାନେ ମଧ୍ୟ ହାଲପଟି ନାମରେ ପରିଚୟ ସର୍ଟ କ୍ୱେଶ୍ଚନ ପଡ଼ି ବାହାରେ। ମାନେ କାଲିପରଜ ମାନେ ମୁଖ୍ୟତଃ ମାନେ ଡ୍ୟାସ୍କୁ ନେଇ ଗଠିତ, ମାନେ କ'ଣ ଦୁକ୍ଲାକୁ ନେଇ ଗଠିତ, ଯେଉଁମାନଙ୍କୁ କ'ଣ ହାଲପଟି ନାମରେ ପରିଚିତ। କାଲିପରଜ ଜାତି ଭୂମିହୀନ ଶ୍ରମିକ ଭାବେ କାର୍ଯ୍ୟରତ। ମାନେ ଭୂମିହୀନ ମାନେ କ'ଣ, ସେମାନେ ଅନ୍ୟମାନଙ୍କ ଜମିରେ ପରିଶ୍ରମ କରିଥାନ୍ତି, ସେମାନଙ୍କ ଜମିକୁ ଆଣିକି ଶସ୍ୟ ଲଗେଇଥାନ୍ତି, ସବୁ କିଛି କରିଥାନ୍ତି, କିନ୍ତୁ କ'ଣ କେବଳ ନିଜର ଜମି ନଥାଏ, କ'ଣ ଅନ୍ୟମାନଙ୍କ ଜମିରେ ସେମାନେ କାର୍ଯ୍ୟ କରିଥାନ୍ତି ହେଲା। ଉଜଲି ପରଜ କୃଷକମାନେ ଜମିର ମାଲିକାନା ଏବଂ ଅନ୍ୟାନ୍ୟ ସୁବିଧା ଦୃଷ୍ଟିରୁ ସମସ୍ତ ଫାଇଦା ହାସଲ କରୁଥିଲେ। ଏମାନେ ଉଚ୍ଚ ତଥା ସ୍ପର୍ଶଳ ଜାତିର ଥିଲେ, ମାନେ କ'ଣ ଉଚ୍ଚ ଜାତିରେ ଥିଲେ। ଏସବୁ ବିଷୟ ଧନୀ ଏବଂ ବଡ଼ ପତିଦାର କୃଷକ ଏବଂ ଗରିବ କୀର୍ତ୍ତଦାସ ପରି ନାମକୁ ମାତ୍ର ଚାଷୀ ଏବଂ ଓ କୃଷି ଶ୍ରମିକ ମଧ୍ୟରେ ବିରୋଧୀ ମନୋଭାବ ସୃଷ୍ଟି କରିଥିଲେ। କ'ଣ ସେମାନେ ମଧ୍ୟରେ କ'ଣ ବିରୋଧୀ ଭାବ ସୃଷ୍ଟି କରୁଥିଲେ। ନେକ୍ସଟ 2ୟ ନମ୍ବର ପଏଣ୍ଟ କ'ଣ ଅଛି ନା, ପ୍ରାରମ୍ଭରୁ ଗାନ୍ଧୀଜୀ ସମଗ୍ର ବର୍ଦୋଲି ତାଲୁକରେ କେତେକ ଗଠନମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ। ଗୋଟିଏ ପକ୍ଷେ ବିଦ୍ୟାଳୟ, ଆଶ୍ରମ ଓ ହଷ୍ଟେଲ ଆରମ୍ଭ ହୋଇଥିଲା ବେଳେ ଅନ୍ୟପକ୍ଷେ ସଂସ୍କାର ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହା କୃଷକମାନଙ୍କର ଦାବିକୁ ପୂରଣ କରିବା ପାଇଁ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲା। ଗଠନମୂଳକ କାର୍ଯ୍ୟକ୍ରମ ମଧ୍ୟ ଅହିଂସା ଏବଂ ସତ୍ୟାଗ୍ରହ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରିବାକୁ ଯୁବକମାନଙ୍କୁ କ'ଣ ତାଲିମ ପ୍ରାପ୍ତ କରିଥିଲେ। ନେକ୍ସଟ କ'ଣ 3 ନମ୍ବର ପଏଣ୍ଟ କ'ଣ ଅଛି ନା, ଗାନ୍ଧୀଜୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗଠନମୂଳକ କାର୍ଯ୍ୟର ପରିଣାମ ସ୍ୱରୂପ ଗାନ୍ଧୀଜୀଙ୍କର ଚରଖା ଅନୁନ୍ନତ ଜାତି ଓ ଜନଜାତି ମଧ୍ୟରେ ଅତ୍ୟନ୍ତ ଜନପ୍ରିୟ ହୋଇଥିଲା। ସୁରଟରେ ଏକ ସ୍ୱରାଜ୍ୟ ଆଶ୍ରମ ପ୍ରତିଷ୍ଠା ହୋଇଥିଲା ଏବଂ ସେହିପରି 6ଟି କେନ୍ଦ୍ର ବର୍ଦୋଲି ତାଲୁକରେ କ'ଣ ପ୍ରତିଷ୍ଠା ହୋଇଥିଲା। ଏଇଟା କ'ଣ ନା, ଏଇଟା ହେଉଛି କ'ଣ ବର୍ଦୋଲି ଆନ୍ଦୋଳନର କାରଣ। ଓକେ, 2ଟି କାରଣ କହିଲେ 2ଟି ଲେଖିଥିବ, 3ଟି କହିଲେ 3ଟି। ନେକ୍ସଟ ଅଛି ସାନ୍ତାଳ ବିଦ୍ରୋହର 2ଟି ଫଳାଫଳ। ପ୍ରଥମେ କ'ଣ ଥିଲା, ବ୍ରିଟିଶ ସରକାର ସାନ୍ତାଳ ପ୍ରଗଣା ପ୍ରଜାସ୍ୱତ୍ୱ ଆଇନ 1956 ମସିହାରେ କ'ଣ ପ୍ରଣୟନ କରିଥିଲେ। ଏହା ଔପନିବେଶିକ ଶୋଷଣରୁ କେତେକ ପରିମାଣରେ ସୁରକ୍ଷା ଦେଇ ସାନ୍ତାଳମାନଙ୍କୁ ସନ୍ତୁଷ୍ଟ କରିଥିଲେ। ନେକ୍ସଟ ଅଛି ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳ ଗୁଡ଼ିକ ଏକ ସ୍ୱତନ୍ତ୍ର ପ୍ରଶାସନିକ ୟୁନିଟ ଭାବେ ଗଠିତ ହୋଇଥିଲା, ଯାହା ସାନ୍ତାଳ ପ୍ରଗଣା ନାମରେ କ'ଣ ପରିଚିତ ଥିଲା। ଏହା ସାନ୍ତାଳମାନଙ୍କ ଆଦିବାସୀ ସଂସ୍କୃତି ଓ ପରିଚୟକୁ ସ୍ପଷ୍ଟ ଭାବେ କ'ଣ ଦର୍ଶାଇଥିଲା। ଏହା ସ୍ୱତନ୍ତ୍ର ପ୍ରସ୍ତୁତି ପ୍ରଦାନ କରାଗଲା। ନେକ୍ସଟ ଅଛି ଜମି ହସ୍ତାନ୍ତରଣକୁ ନିୟନ୍ତ୍ରଣ କରାଗଲା। ନେକ୍ସଟ ଅଛି ମାଝୀ ସାମାଜିକ ବ୍ୟବସ୍ଥାକୁ ପୁନରୁଦ୍ଧାର କରାଗଲା ଏବଂ ଏହା ପୁନର୍ବାର ପ୍ରଚଳିତ ହେଲା। ନେକ୍ସଟ ଅଛି ସ୍ଥାନୀୟ ପ୍ରଶାସନ ସ୍ଥାନୀୟ ଏବଂ ଗ୍ରାମ୍ୟ ମୁଖ୍ୟ ହାତରେ ନ୍ୟସ୍ତ କରାଗଲା। ନେକ୍ସଟ ଅଛି ବ୍ରିଟିଶ ସରକାର ସାନ୍ତାଳମାନଙ୍କର ଆଦିବାସୀ ପ୍ରସ୍ତୁତିକୁ ସ୍ୱୀକୃତି ପ୍ରଦାନ କଲା। ନେକ୍ସଟ ଅଛି ନିୟମିତ ପୁଲିସ ପହରାକୁ ହଟାଇ ଦିଆଗଲା। ସବୁଦିନ ଯେଉଁ ପୁଲିସ ପହରା କରିଥିଲେ ସେଟାକୁ ହଟାଇ ଦିଆଯାଇଥିଲା। ନେକ୍ସଟ ଦେଖିବା କ୍ରାନ୍ତିକାରୀ ଆନ୍ଦୋଳନ କ'ଣ। ଏଇଟା ମୋତେ ଗୋଟେ କ୍ୱେଶ୍ଚିନ୍ ମିଳିବ, ତ ମୁଁ ଏଇଟା ପଏଣ୍ଟ ଦେନି, ତୁମେ ମାନେ ଏଇଟା ପଏଣ୍ଟ ଦେଇ ଲେଖିବ। 2ଟି ପଏଣ୍ଟ କହିଲେ 2ଟି କରିବ, 3ଟି କହିଲେ 3ଟି କହିଦେଇଥିବ। ଏହି ପ୍ରକାର ଆନ୍ଦୋଳନ ପ୍ରଚଳିତ ବ୍ୟବସ୍ଥାକୁ ହଟାଇବାକୁ ପ୍ରୟାସ କରିଥାଏ ଏବଂ ତା ବଦଳରେ ଏକ ସମ୍ପୂର୍ଣ୍ଣ ଅଲଗା ବ୍ୟବସ୍ଥାକୁ ପ୍ରଚଳନ କରିଥାଏ। କ୍ରାନ୍ତିକାରୀ ଆନ୍ଦୋଳନ ସମଗ୍ର ସାମାଜିକ ବ୍ୟବସ୍ଥାର ପୁନରୁଦ୍ଧାର କରିବାକୁ ଲକ୍ଷ୍ୟ ରଖିଥାଏ। ଏମାନେ ପ୍ରଚଳିତ ବ୍ୟବସ୍ଥାକୁ ବିରୋଧ କରିଥାନ୍ତି ଏବଂ ଏକ ନୂତନ ପ୍ରକାର ମୂଲ୍ୟବୋଧ ଭିତ୍ତିକ ବ୍ୟବସ୍ଥା ଲାଗୁ କରିବାକୁ କ'ଣ ପ୍ରୟାସ କରିଥାନ୍ତି। ଏହି ପ୍ରକାର ଆନ୍ଦୋଳନର ଉଦାହରଣ ହେଲା ଫରାସୀ ଓ ରୁଷ ବିପ୍ଳବ, ଯାହାକି ଫ୍ରାନ୍ସ ଓ ରୁଷର ପ୍ରଚଳିତ ସାମାଜିକ ରାଜନୈତିକ ବ୍ୟବସ୍ଥାକୁ କ'ଣ ଦୂର କରିବା ପାଇଁ ଚେଷ୍ଟା କରିଥିଲା। ଏହି ଆନ୍ଦୋଳନଟା କ'ଣ କହିଲ, କ୍ରାନ୍ତିକାରୀ ଆନ୍ଦୋଳନରେ ମାନେ କ'ଣ ପୁରା ଯେଉଁ ବ୍ୟବସ୍ଥା ଥିବ ସେ ପୁରା ହଟାଇ ଗୋଟେ ନୂତନ ପ୍ରକାର ବ୍ୟବସ୍ଥାକୁ କାର୍ଯ୍ୟରେ କରିବାକୁ ଚେଷ୍ଟା କରିଥାଏ। ତ ଏଇ କ୍ରାନ୍ତିକାରୀ ଆନ୍ଦୋଳନ
ଏଇ କ୍ରାନ୍ତିକାରୀ ଆନ୍ଦୋଳନ, ତାପରେ କ'ଣ ନା ଏଇ ଯେଉଁ ଭ୍ରମଣଶୀଳ ଆନ୍ଦୋଳନ, କାଳ୍ପନିକ ଆଦର୍ଶ ଆନ୍ଦୋଳନ, ପ୍ରତିରୋଧ ଆନ୍ଦୋଳନ, ଆଉ ପୁନର୍ଜାଗରଣ ଆନ୍ଦୋଳନ, ଏଇଟା ହେଉଛି ମାନେ ଏଇଟା ହେଉଛି ଗୋଟେ ଲଙ୍ଗ କୋଶ୍ଚିନ୍ଟା, ଏଇଟା ଗୋଟେ ମାନେ ତା ଭିତରେ ଏଇ ଯେଉଁ 2 ମାର୍କ 3 ମାର୍କ ଏଇଟା ପକେଇ ଦେଇଛି। ଏଇଟା କ'ଣ ନା ସାମାଜିକ ଆନ୍ଦୋଳନ ପ୍ରକାର ଭିତରେ ଗୋଟେ ଲଙ୍ଗ କୋଶ୍ଚିନ୍ ମୁଁ ଯେଉଁ ଅପଲୋଡ଼ କରିଛି ସେଥିରେ ଏଇ ସବୁ ଯାକ ଅଛି। ତ ସେଇ ପ୍ରକାର ଭିତରେ ଦେଖିଦେଲେ ତମେ ଏଇ କୋଶ୍ଚିନ୍ ଗୁଡ଼ାକ ମାନେ ଏଇ କୋଶ୍ଚିନ୍ ଗୁଡ଼ାର ଆନ୍ସର ପାଇଯିବ। ଓକେ, ତ ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଯାହା ବି ଡାଉଟ୍ ଅଛି କମେଣ୍ଟ ବକ୍ସରେ ଲେଖନ୍ତୁ। ତା ସହିତ ମୁଁ ସବୁ ଯାକ ମାନେ କୋଶ୍ଚିନ୍ ଗୁଡ଼ାର ଆନ୍ସର ଆଣିଥାନ୍ତି କିନ୍ତୁ ସମୟ ଅଭାବରୁ ମୁଁ ଆଣିପାରିଲି ନାହିଁ। ତ ଏତିକ କୋଶ୍ଚିନ୍ ଆନ୍ସର ଆଣିଛି। ତ ଏତିକ ୟା ପରେ ଯଦି ଚେଷ୍ଟା କରିବି ଯଦି ତ ଅନ୍ୟ କୋଶ୍ଚିନ୍ ଗୁଡ଼ା ଆନ୍ସର ମଧ୍ୟ ଆଣିବାକୁ ଚେଷ୍ଟା